ଆସନ୍ତୁ ଦେଖିବା ଆମର ବହଳଦାରେ ଆଜିକାର ଏଇ ଚନ୍ଦ୍ରଗ୍ରହଣ କିପରି ଥିଲା। ଇଏ ହେଉଛି ଚନ୍ଦ୍ର ଠିକ୍ ଉଦୟ ହେବା ସମୟର ଦୃଶ୍ୟ। ପାଖାପାଖି 40% ବର୍ତ୍ତମାନ ଚନ୍ଦ୍ର ଗ୍ରସ୍ତ ହୋଇଛନ୍ତି ବା ଗ୍ରହଣଟା 40% ପାଖାପାଖି ଆମକୁ ଦେଖାଯାଉଛି। ଆଉ ଧୀରେ ଧୀରେ ମକ୍ଷ ହେବ। ଦେଖନ୍ତୁ ସମ୍ପୂର୍ଣ୍ଣ ରୂପରେ ଆମର କିଭଳି ଭାବରେ ଚନ୍ଦ୍ରକୁ ମାନେ ଗ୍ରାସ କରିଛି, ରାହୁ ଗ୍ରାସ ହେଇଛି। ସମ୍ପୂର୍ଣ୍ଣ ରୂପେ ତାର ଦୃଶ୍ୟ ଦେଖାଯାଉଛି। ଆମେ ଏଇଟା ବହଳଦାରେ ରହିକି ସୁଟିଂ କରିଛୁ। ଆମର ବାରିକ ବାବୁ ଅଛନ୍ତି, କୃଷ୍ଣ ସାରଙ୍କର କନ୍ୟା ରାଶି ପାଇଁ ବାରଣ ଥିବାରୁ ସିଏ ପଛ କରି ଗାଡ଼ିରେ ବସିଛନ୍ତି। ଆଉ ଇଏ ହେଲା ତାର ଜୁମ୍ ଚିତ୍ରଟା, ଟିକେ ଧରିଲା ଭଳିଆ ଦିଶୁଛି। ଧୀରେ ଧୀରେ ଏହା ମୋକ୍ଷ ଆଡ଼କୁ ଯାଉଛି। ବର୍ତ୍ତମାନ ଏଇ ରାହୁଗ୍ରସ୍ତ ଆହୁରି କମିଗଲାଣି। ଧୀରେ ଧୀରେ ମୋକ୍ଷ ହେବ। ଏଇ ଦେଖନ୍ତୁ କେବଳ ଉପର ଅଂଶରେ ସାମାନ୍ୟ ଛାଇ ରହିଛି, ନହେଲେ ପ୍ରାୟ ମୋକ୍ଷ ହେଇ ଆସିଲାଣି। ଚିତ୍ରରେ ପରିଷ୍କାର ଭାବରେ ଦେଖିପାରୁଥିବେ କେବଳ ବାମ ପଟ ଉପର ପାର୍ଶ୍ୱରେ ସାମାନ୍ୟ ଚନ୍ଦ୍ର ଗ୍ରସ୍ତ ହୋଇଛନ୍ତି। ଆଉ ଦେଖନ୍ତୁ ଧୀରେ 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 ପୂର୍ଣ୍ଣ ମୋକ୍ଷ ହେବାକୁ ଯାଉଛି। ସମ୍ପୂର୍ଣ୍ଣ ରୂପରେ ଆମେ ତାର ମିନିଟ୍ ଟୁ ମିନିଟ୍ କେମିତି ମୋକ୍ଷ ହେଉଛି, ଚନ୍ଦ୍ର ମୋକ୍ଷ ହେଉଛି ତାହା ଦେଖ। ବହୁତ ଲୋକ ଚନ୍ଦ୍ରଗ୍ରହଣର ଏଇ ଦୃଶ୍ୟକୁ ସବୁ ବାହାର ସ୍ଥାନରୁ ଆସିକି ଦେଖୁଥିଲେ। ଆମେ ବି ପଡ଼ିଆ ରହିକି ଏଇଟା ରେକର୍ଡ଼ିଂ କରିଛୁ। ଆଉ ଇଏ ହେଲା ପୂର୍ଣ୍ଣ ମୋକ୍ଷ। ବର୍ତ୍ତମାନ ଚନ୍ଦ୍ର ସମ୍ପୂର୍ଣ୍ଣ ରୂପରେ ଛାଇ ମୁକ୍ତ ହୋଇଯାଇଛନ୍ତି। ହଉ, ଧନ୍ୟବାଦ।